ସାଙ୍ଗମାନେ, ଆଜି ଆମେ ଜାଣିବା ମହାଭାରତର କିଛି ରହସ୍ୟ ବିଷୟରେ, ଯାହାକି ଆପଣମାନଙ୍କୁ ଜଣା ନାହିଁ। ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ, କ'ଣ ଏମିତି ରହସ୍ୟ ଲୁଚି ରହିଥିଲା ମହାଭାରତରେ। ସାଙ୍ଗମାନେ, ଆପଣମାନେ ମହାଭାରତ ବିଷୟରେ ବହୁତ କିଛି ଜାଣିଥିବେ, ହେଲେ ମହାଭାରତରେ ଏମିତି କିଛି କଥା ଅଛି ଯାହାକି ଆପଣମାନଙ୍କୁ ଜଣା ନାହିଁ। ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ତ କ'ଣ ସେହି କଥା ଜାଣିବା ଆମେ ଆଜିର ଏହି ଭିଡ଼ିଓ ମାଧ୍ୟମରେ। ସାଙ୍ଗମାନେ, ମୁଁ ବିଶ୍ୱଜିତ ଆପଣମାନଙ୍କୁ ସ୍ୱାଗତ କରୁଛି ମୋର ଏକ ନୂଆ ଭିଡ଼ିଓରେ। ଯଦି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିବ, ଲାଇକ୍ଟିଏ ନିଶ୍ଚିନ୍ତ ଭାବରେ କରିଦେବେ। ତ ଚାଲନ୍ତୁ ସାଙ୍ଗମାନେ, ଆଜି ମହାଭାରତ ବିଷୟରେ କିଛି ରହସ୍ୟମୟ କଥା ଆମେ ଆଲୋଚନା କରିବା। ସାଙ୍ଗମାନେ, 18 ଅଙ୍କର ରହସ୍ୟ ସହ ସଂଯୋଗ ଥିଲା ମହାଭାରତର ଯୁଦ୍ଧ ସମୟରେ ଏହି ସଂଖ୍ୟାର ଥିଲା ବିଶେଷ ମହତ୍ତ୍ୱ। ଜାଣନ୍ତୁ କ'ଣ କ'ଣ ଥିଲା ବିଶେଷ ମହତ୍ତ୍ୱ ଗୁଡ଼ିକ। ମହାଭାରତ ଯୁଦ୍ଧ ଭାରତରେ ଲଢ଼ା ଯାଇଥିବା ଯୁଦ୍ଧ ମଧ୍ୟରେ ଶ୍ରେଷ୍ଠ ଯୁଦ୍ଧ ଅଟେ। ଏହି ଯୁଦ୍ଧ କୌରବ ଓ ପାଣ୍ଡବଙ୍କ ମଧ୍ୟରେ ହୋଇଥିଲା। ପାଣ୍ଡବମାନଙ୍କର ବିଜୟ ହୋଇଥିଲା ଏହି ଯୁଦ୍ଧରେ। ଯେତେବେଳେ ଯୁଦ୍ଧ ଆରମ୍ଭ ହୋଇଥିଲା, ସେତେବେଳେ କୌରବଙ୍କ ପକ୍ଷ ମଜବୁତ ଥିଲା, କାରଣ କୌରବଙ୍କ ପାଖରେ ବିଶାଳ ସେନା ଥିଲା ଓ ଶକ୍ତିଶାଳୀ ଯୋଦ୍ଧା ମଧ୍ୟ ଥିଲେ। ସାଙ୍ଗମାନେ, ଆପଣମାନେ ଜାଣିଥିବେ କୌରବ ବଂଶ ବା କୌରବଙ୍କ ପାଖରେ ବିଶାଳ ସେନା ଥିଲେ, ମାନେ ତାଙ୍କର କୌରବମାନେ ଖାଲି 100 ଭାଇ ଥିଲେ। ସେଥିପାଇଁ ସେମାନଙ୍କର ବିଶାଳ ଏବଂ ଶକ୍ତିଶାଳୀ ଯୋଦ୍ଧା ଥିଲେ। ଅପର ପକ୍ଷରେ ପାଣ୍ଡବଙ୍କର 7 ଶକ୍ତିଶାଳୀ ସେନା ଥିଲା ଓ ପ୍ରଭୁ ଶ୍ରୀକୃଷ୍ଣ ତାଙ୍କ ସାଙ୍ଗରେ ଥିଲେ। ଶେଷରେ ଯେତେବେଳେ ଯୁଦ୍ଧର ସମାପ୍ତି ଘଟିଲା, ସେତେବେଳେ ପାଣ୍ଡବମାନେ କୌରବଙ୍କୁ ହରାଇ ଦେଇଥିଲେ। ରହସ୍ୟରେ ଭରି ରହିଛି ମହାଭାରତର ଯୁଦ୍ଧ। ଏବେ ଜାଣିବା କ'ଣ ସବୁ ରହସ୍ୟ ରହିଛି। ମହାଭାରତ ଯୁଦ୍ଧ କେତେଗୁଡ଼ିକ ରହସ୍ୟରେ ଭରି ଅଛି। ସେହି ରହସ୍ୟ ମଧ୍ୟରୁ ଗୋଟିଏ ରହସ୍ୟ ହେଉଛି ସଂଖ୍ୟା 18। ଏହି ଯୁଦ୍ଧରେ ଅଙ୍କ 8 ଓ 18ର ବହୁତ ମହତ୍ତ୍ୱ ରହିଛି ଓ ଏହି ଦୁଇ ଅଙ୍କର ମହତ୍ତ୍ୱ ଆଜି ପର୍ଯ୍ୟନ୍ତ ମଧ୍ୟ ରହିଆସିଛି। ସାଙ୍ଗମାନେ, ସଂଖ୍ୟା 18 ଏବଂ 8 ଏହି ଦୁଇଟି ସଂଖ୍ୟାର ବହୁତ ମହତ୍ତ୍ୱ ରହିଆସିଛି ମହାଭାରତ ଯୁଦ୍ଧରେ, ଯାହା ଶୁଣିଲା ପରେ ଆପଣମାନେ ଏବେ ଆଶ୍ଚର୍ଯ୍ୟ ହୋଇଯିବେ। କୃଷ୍ଣ ଓ 8 ଅଙ୍କର ରହସ୍ୟ। ପ୍ରଥମରେ ହେଉଛି ଭଗବାନ କୃଷ୍ଣଙ୍କର 8 ଅଙ୍କ ସହ ବହୁତ କଥା ଯୋଡ଼ା ହୋଇକରି ଅଛି। ବିଷ୍ଣୁଙ୍କର ଅଷ୍ଟମ ଅବତାରରେ ଶ୍ରୀକୃଷ୍ଣ ଜନ୍ମଗ୍ରହଣ କରିଥିଲେ। ସାଙ୍ଗମାନେ, ଯଦି ଆପଣମାନେ ଜାଣିନାହାନ୍ତି, ଆଜି ଜାଣି ରଖନ୍ତୁ। ବିଷ୍ଣୁଙ୍କର ଅଷ୍ଟମ ଅବତାର ହେଉଛନ୍ତି ପ୍ରଭୁ ଶ୍ରୀକୃଷ୍ଣ। ଦ୍ୱିତୀୟରେ ହେଉଛି ଶ୍ରୀକୃଷ୍ଣ ଦେବକୀଙ୍କର ଅଷ୍ଟମ ଗର୍ଭର ସନ୍ତାନ ଥିଲେ ଓ ସେ କୃଷ୍ଣପକ୍ଷ ରାତି 7 ପ୍ରହର ପରେ ଅର୍ଥାତ୍ ଅଷ୍ଟମ ପ୍ରହରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ଜନ୍ମ କୃଷ୍ଣପକ୍ଷ ଅଷ୍ଟମୀ ତିଥି 3112 ଖ୍ରୀଷ୍ଟପୂର୍ବେ ହୋଇଥିଲା। ସାଙ୍ଗମାନେ, ଶ୍ରୀକୃଷ୍ଣଙ୍କର ଜନ୍ମ ରାତି 8 ଘଣ୍ଟିକା ସମୟରେ ହୋଇଥିଲା। ତୃତୀୟରେ ହେଉଛି ଶ୍ରୀକୃଷ୍ଣ ନିଜ ଜୀବନରେ 8 ଥର ବିବାହ କରିଥିଲେ ଓ ତାଙ୍କର 8ଟି ପତ୍ନୀ ମଧ୍ୟ ଥିଲେ। କେବଳ ଏତିକି ନୁହେଁ, ଇତିହାସରେ ମଧ୍ୟ ଦର୍ଶାଯାଇଛି କି ତାଙ୍କର ସଖୀ ଓ ସଖାଙ୍କ ସଂଖ୍ୟା ମଧ୍ୟ 8 ଥିଲା, ଅର୍ଥାତ୍ 8 ଅଙ୍କ ସହିତ ଭଗବାନଙ୍କର ବହୁତ ଖାସ୍ ସମ୍ବନ୍ଧ ମଧ୍ୟ ଥିଲା। ସାଙ୍ଗମାନେ, ପ୍ରଭୁ ଶ୍ରୀକୃଷ୍ଣଙ୍କର 8 ଥର ବିବାହ ହୋଇଥିଲା। ଆପଣମାନଙ୍କୁ ଶୁଣିଲା ପରେ ଆପଣମାନଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ। ଆପଣମାନେ ଏକଥା କେବେ ବି ହେଲେ ଜାଣିନଥିବେ, କିନ୍ତୁ ମୁଁ ଆଜି ଆପଣମାନଙ୍କୁ ଜଣେଇ ଦେଉଛି ପ୍ରଭୁ ଶ୍ରୀକୃଷ୍ଣଙ୍କର 8 ଥର ବିବାହ ହୋଇଥିଲା ଆଉ ତାଙ୍କର 8ଟି ପତ୍ନୀ ମଧ୍ୟ ଥିଲେ। ସାଙ୍ଗମାନେ, ଇଏ ଥିଲା 8 ଅଙ୍କର ରହସ୍ୟ। ଏବେ ଜାଣିବା ମହାଭାରତର 18 ଅଙ୍କର ରହସ୍ୟ କ'ଣ ଥିଲା। ପ୍ରଥମରେ ହେଉଛି ମହାଭାରତରେ 18 ଅଙ୍କର ବିଶେଷ ଗୁରୁତ୍ୱ ରହିଛି, କାରଣ ମହାଭାରତରେ ଘଟି ଯାଇଥିବା ଘଟଣାରେ ଏହି ଅଙ୍କ ନିଶ୍ଚୟ ଆସିଥାଏ।
महाभारत समय भगवान कृष्ण अर्जुन को 18 दिन व्यापी गीता ज्ञान देइथिले। द्वितीय हेउची गीता पुस्तक 18टी अध्याय रही। सांग माने आपण माने जो घरे गीता रखिकी पढ़ुचंती से गीतार अध्याय 18टी रही, जहाँकि महाभारत सहित जड़ित अछि। तृतीय हेउची महाभारत युद्ध 18 दिन पर्यंत चलीथिला। सांग माने आपण माने शुणिले आश्चर्य हेबे, महाभारतर युद्ध मध्य 18 दिन पर्यंत लगी रही। आपण मानकु शुणिला पर आश्चर्य लगुथिबे। आपण माने जानि नथिबे कि महाभारतर युद्ध केते दिन होइतिला, किंतु महाभारत युद्ध 18 दिन होइतिला, जहाँकि महाभारत सहित जड़ित। चतुर्थ हेउची एही युद्धरे दुई पक्षर सेना संख्या मिसी 18 थिला, जेउथिरे कि कौरवंकर 11टी और पांडवंकर 7टी सेना थिले। सांग माने जो युद्ध होइथिला महाभारत युद्धरे टोटाली सैन्य संख्या थिले 18 जन, जेउथिरे कौरवंकर वंशर 11 जन रही, पांडवंकर जमा 7 जन लोक 7टी सैन्य रही। षष्ठरे हेउची एही युद्धरे प्रमुख सूत्रधर मध्य 18 जन थिले। सांग माने एही युद्धरे 18 जन मेन थिले, 18 जन प्रमुख सूत्रधर माने हेउची 18 जन एही युद्ध हेबा पई बहुत चक्रव्यूह रचिथिले, जो चक्रव्यूहरे अभिमन्यु मध्य फसी जाइथिले। सप्तम हेउची महाभारत को ऋषि वेदव्यास 18 खंड पुराण रे रचना करिछंती। सांग माने जो महाभारत आपण माने पढ़ुचंती देखुचंती, सेही महाभारत ऋषि वेदव्यास 18 खंड पुराण रे रचना करिथिले। आपण माने जानि नथिबे, जानि रखंतु, महाभारत 18 खंड पुराण रे रचना करा जाइछि, आउ ताहार लेखक हेउचंती वेदव्यास। सांग माने आपण माने एबे बुझी परिथिबे कि महाभारत रे 8 एवं 18 केते महत्व रही। जदि आपण माने जानि नाहंती कि आपणकर सांग साथी रे केही जानि नाहंती, ताले सेमानंकु ए भिडियोटी को शेयर निश्चित भाव में करदेवे। जदि आपण मानकु भिडियोटी भल लागिबो, लाइक टे निश्चित भाव में करदेवे। भिडियोटी शेष पर्यंत देखिथिबारु आपण मानकु अशेष अशेष धन्यवाद। आशा करी मोर ए भिडियो आपण मानकु निश्चित भाव में किछि ना किछि शिखिबा पई मिलिथिबो। जदि मोर ए भिडियो किछि शिखिबा पई मिलिथिबो, कमेंट माध्यम रे मते निश्चित भाव में जणाइबे। धन्यवाद सांग माने। जय जगन्नाथ, जय मां शारला, जय श्री कृष्ण।